ଯୁକ୍ତ 2 ପରୀକ୍ଷାକୁ ନେଇ ସିଏଚସି ପକ୍ଷରୁ ଆସିଲା ନୂଆ ନିର୍ଦ୍ଦେଶ। ତେବେ କଣ ଆସିଛି ସୂଚନା, ଚାଲନ୍ତୁ ଆଉ ଡେରି ନକରି ଫଟାଫଟ ସେ ବାବଦରେ ଜାଣିବା। ଡିସେମ୍ବର 22 ତାରିଖରୁ ଯୁକ୍ତ 2 ଇଣ୍ଟରନାଲ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି। এই কথা তো অলরেডি ଆପଣ ଜାଣି ସାରିଥିବେଣି। ତେବେ ଏବେ କଣ ଆସିଛି ସୂଚନା, ଚାଲନ୍ତୁ ଆଗକୁ ଏହି ଭିଡିଓରେ ମୁଁ ଆପଣଙ୍କୁ ଜଣାଇ ଦଉଛି। ଫେବ୍ରୁଆରୀରୁ ଯୁକ୍ତ 2 ବୋର୍ଡ ପରୀକ୍ଷା ହେବାକୁ ଥିବା ବେଳେ ଷ୍ଟ୍ରଙ୍ଗ ରୁମ୍ ସಮೇତ ପରୀକ୍ଷା ହଲ୍ ଓ ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ସିସିଟିଭି ଲଗାଇବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବା ସିଏଚସି ଗୁରୁତ୍ୱ ଦେଇଛି। ନଭେମ୍ବର 29 ତାରିଖ ସୁଦ୍ଧା ସିସିଟିଭି ଲଗାଇ ସିଏଚସି କୁ ଅବଗତ କରାଇବା ପାଇଁ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ପ୍ରଶାନ୍ତ କୁମାର ପରିଡା ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ନିର୍ଦ୍ଦେଶ ଦେଇଛନ୍ତି। ଶିକ୍ଷାନୁଷ୍ଠାନର ଷ୍ଟ୍ରଙ୍ଗ ରୁମ୍ ସಮೇତ ପରୀକ୍ଷା ହଲ୍, ସିଏସ୍ ରୁମ୍ ଓ ଲାବୋରେଟୋରୀରେ ସିସିଟିଭି ଲଗାଇବା ବାଧ୍ୟତାମୂଳକ। ବିଶେଷ କରି ପ୍ରଥମ ଥର ପାଇଁ ସେଣ୍ଟର ହେଉଥିବା ଶିକ୍ଷାନୁଷ୍ଠାନରେ ସିସିଟିଭି ସୁନିଶ୍ଚିତ କରିବାକୁ କୁହାଯାଇଛି। ପ୍ରଶ୍ନପତ୍ର ପହଞ୍ଚିବା ପୂର୍ବରୁ କ୍ୟାମେରାକୁ ଯାଞ୍ଚ କରି ତାରିଖ ଓ ସମୟ ଠିକ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସିସିଟିଭି ଲଗାଇବାକୁ ସୁନିଶ୍ଚିତ କରିବା ସହ ନଭେମ୍ବର 29 ସୁଦ୍ଧା ସେଗୁଡ଼ିକର ଆଇଡି ଓ ପାସୱାର୍ଡ ସିଏଚସି କୁ ପ୍ରଦାନ କରିବେ କଲେଜ କର୍ତ୍ତୃପକ୍ଷ। ପରୀକ୍ଷା ସମୟରେ ସିଏଚସି କାର୍ଯ୍ୟାଳୟରେ ସିସିଟିଭିର ସିଧା ପ୍ରସାରଣ ହେବ। ପରୀକ୍ଷା ସମ୍ପର୍କରେ ସିଧାସଳଖ ନଜର ରଖିବା ସହ କୌଣସି ଅସଙ୍ଗତି ପରିଲକ୍ଷିତ ହେଲେ ପରିଷଦ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଏଚସି ପକ୍ଷରୁ କୁହାଯାଇଛି। तो बर्तमान जहाँ भी किसी +2 एग्जाम को नहीं नुआ सूचना आसीथिला मु आपनको जणाई सारी। वीडियो किसी इनफॉर्मेटिव थिला तेणुक लाइक करिवे, शेयर करिवे एवं एही भली इनफॉर्मेटिव वीडियो पाया ପାଇଁ चाहुतले चैनल को सब्सक्राइब करी बेल आइकन को प्रेस करी ऑल रे क्लिक कर रखिबाकू जमारू भी भूलंतु नहीं। थैंक यू फॉर वाचिंग।